Good evening to all. Honorable Chief Guest, Guest of Honor, President, Secretary, and Principal of the school. I myself am Mrutyunjay Panigrahi, Branch in charge of Canara Bank, Canada. କିଛି କହିବା ପୂର୍ବରୁ ସମୟର ଅଭାବ ଅଛି। ମୁଁ ଦୁଇଟା ଜିନିଷ ପଚାରିବାକୁ ଚାହୁଁଛି। ପାଠ ପଢ଼ିକି ବଡ଼ ଚାକିରିଟିଏ କରିବା ଦରକାର ନା ଭଲ ମଣିଷଟେ ହେବା ଦରକାର? ସେଇଥିପାଇଁ ଓଡ଼ିଆରେ ଗୋଟେ ମାନେ ପ୍ରଭର୍ବ ଅଛି, ଥିଲେ ଖାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଆଶା। ସାର୍ମାନେ ମୋ ବିଷୟରେ ବହୁତ କିଛି କହିଛନ୍ତି। ମୁଁ ମୋର ମତ କହୁଛି, ଏଇଠି ଲୋକମାନେ ଅଛନ୍ତି, କଷ୍ଟମର ଅଛନ୍ତି ବୋଲି ବ୍ୟାଙ୍କଟିଏ ଅଛି। ବ୍ୟାଙ୍କଟିଏ ଅଛି ବୋଲି ମୁଁ ଅଛି, ମ୍ୟାନେଜରଟିଏ ପୋଷ୍ଟିଂ ଅଛି। ତା ପଛର ରିଜିନ୍ ଆପଣମାନେ ଯଦି ନଥାନ୍ତେ ବ୍ୟାଙ୍କଟିଏ ନଥାନ୍ତା। ଠିକ୍ ସେମିତି ଆମେ ସବୁବେଳେ ସ୍କୁଲର ରେଜଲ୍ଟ ବାହାରିଲେ ବାପା ମା' ଆସିକି ଟିଚର ପାଖରେ ପହଞ୍ଚି ଯାଆନ୍ତି ଯେ କି ମୋ ଝିଅ କି ପୁଅ ଏଇଟା ଭଲ ଲେଖିଥିଲା, ଏଇଟା 5ରୁ 5 କାହିଁକି ମିଳିନି? ଗୋଟେ ଆପଣମାନେ କହିପାରିବେ? ଯଦି ଗୋଟେ ଷ୍ଟୁଡେଣ୍ଟ 6 ଘଣ୍ଟା ସ୍କୁଲରେ ରହୁଛି, ରିମେନିଂ 18 ଆୱାର୍ସ ଆପଣଙ୍କ ପାଖରେ ଅଛି। ଆପଣ ସାର୍ମାନେ ଯେଉଁ କହିଲେ ମା' ହେଉଛି ପ୍ରଥମ ଟିଚର, ବାପା କାହିଁକି ନୁହେଁ? ବାବାରେ କ'ଣ ଦାୟିତ୍ୱ ନାହିଁ ପିଲା ଗଢ଼ିବାରେ? ମା' ପାଖରୁ ସେ ଶିଖୁଛି, ଏଥିପାଇଁ ବାବା ସମୟ ଦେଇପାରୁନାହାନ୍ତି। କିନ୍ତୁ ତା ଭବିଷ୍ୟତ ଗଢ଼ିବାରେ ବାପାର ବି କର୍ତ୍ତବ୍ୟ ସେତିକି ଯେତିକି ମା'ର ଅଛି। ଆଉ ତାପରେ ମ୍ୟାଡ଼ାମ୍ ତ କହିଲେ, ସାର୍ମାନେ ବି କହିଲେ, ଏତିକି କହୁଛି ଭବିଷ୍ୟତରେ ଭଲ ମଣିଷଟେ ହେବା ନିହାତି ଦରକାର। ଧ୍ୱଂସାଭିମୁଖୀ ଆଜିର ସମାଜରେ ଗୋଟେ ଚରିତ୍ରବାନ ମଣିଷଟେ ହେବା ନିହାତି ଦରକାର। ସାର୍ ଯେମିତି ଇଣ୍ଟ୍ରୋଡକ୍ସନ୍ ବେଳେ କହୁଥିଲେ, ମୁଁ କାହାର ଗୋଟେ ଉଡ୍ରାଲ୍ ଫିଲ୍ଅପ୍ କରିଦେବି, ସେଇଟା ମୋ କର୍ତ୍ତବ୍ୟ। ମୁଁ ନ କଲେ କେହି ଜଣେ କରିଦେବେ। ଯଦି ମୁଁ ଫାଙ୍କା ଅଛି, ମୁଁ କରିଦେଲେ କ'ଣ ଅସୁବିଧା ହୋଇଯାଉଛି? ପାଠ ପଢ଼ିକି ମୁଁ ବି ପାଠ ପଢ଼ିଛି, ମୁଁ ବି ବହୁତ ଷ୍ଟ୍ରଗଲ୍ କରିକି ଆସିଛି। ସେ ଷ୍ଟ୍ରଗଲ୍ର ଷ୍ଟୋରି ଶୁଣିବାର ନାହିଁ। ୱି ହାଭ୍ ଟୁ କ୍ରାକ୍। ଆପଣମାନେ ଗୋଟେ ହିନ୍ଦୀ ମୁଭି ଦେଖିଥିବେ ଯେଉଁଥିରେ କୁହାଯାଇଛି, आप जल्दी नहीं भागोगी तो दुनिया आपको कुचल के आगे निकल जाएगा। तेणु ए जीवनटा ହେଉଛି ଗୋଟେ ରେସ୍। ଏ ରେସ୍ରେ ଆପଣଙ୍କୁ ପାର୍ଟିସିପେଟ୍ କରିବାକୁ ପଡ଼ିବ, ଆଉ ସେଠି ୱିନ୍ କରିବାକୁ ପଡ଼ିବ। ପରାପ୍ସ ସାର୍ମାନେ ପଢ଼ିଥିବେ ଗୋଟେ ବହି, ୟୁ କ୍ୟାନ୍ ୱିନ୍, ରିଟିନ୍ ବାଇ ସିଥେରା। ସେ ବହିର ଫାର୍ଷ୍ଟ ପେଜ୍ରେ ଲେଖା ହେଇଛି, ଦିସ୍ ବୁକ୍ ଇଜ୍ ଡେଡିକେଟେଡ୍ ଟୁ ମାଇ ମଦର, ଆଣ୍ଡ ସେକେଣ୍ଡ ଲାଇନ୍ ୱାଜ୍, ୱିନର୍ସ ଡୁ ନଟ୍ ଡୁ ଡିଫରେଣ୍ଟ ଥିଙ୍ଗସ୍, they do things differently. Thank you.